नमस्कार बंधुकण। एही सरस्वती पूजा दिन मयूर पुच्छर एही विशेष उपाय आपण माने निश्चय पालन करंतु, कारण एहा द्वारा आपणकर समस्त मनस्कामना निश्चय पूर्ण होई पारिबो। माघ मासर शुक्ल पक्ष पंचमी तिथि को श्री पंचमी, बसंत पंचमी एवं सरस्वती पूजा भावरे जना जाइथाए। एही दिनटी माँ विद्यादात्री सरस्वतींकर पूजा भावरे आमे पालन करिथाउ। ଏହି ଦିନଠାରୁ ଋତୁମାନଙ୍କର ରାଜା ବସନ୍ତ ଋତୁର ଆଗମନ ହୋଇଥାଏ ଏବଂ ଏହିଥର ସରସ୍ୱତୀ ପୂଜାଟି ସିଦ୍ଧି ଯୋଗରେ ପଡୁଛି। ସକାଳଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଦିନ ସିଦ୍ଧି ଯୋଗ ରହିବ। ଏହି ଦିନରେ ସୃଷ୍ଟି ହେଉଥିବା ଏହି ବିଶେଷ ଯୋଗ ଯୋଗୁଁ ଏହି ଥରର ବସନ୍ତ ପଞ୍ଚମୀ ଅର୍ଥାତ୍ ସରସ୍ୱତୀ ପୂଜାଟି ଅତ୍ୟନ୍ତ ବିଶେଷ ଅଟେ। ଯାହାଫଳରେ ଏହି ସରସ୍ୱତୀ ପୂଜାରେ ଆପଣ ଯେଉଁ ବି ପୂଜା ଉପାସନା ଏବଂ ଉପାୟକୁ ପାଳନ କରିବେ ତାହା ଅତି ଶୀଘ୍ର ଆପଣଙ୍କୁ ଫଳ ପ୍ରଦାନ କରିବ। ମା ସରସ୍ୱତୀଙ୍କର କୃପା ପ୍ରାପ୍ତ କରିବା ପାଇଁ ଏହି ଦିନଟିକୁ ଅତ୍ୟନ୍ତ ବିଶେଷ ବୋଲି ମାନାଯାଇଥାଏ। ଆପଣମାନେ ଜାଣନ୍ତି, ଏହି ବସନ୍ତ ପଞ୍ଚମୀ ଅର୍ଥାତ୍ ଶ୍ରୀ ପଞ୍ଚମୀ ଦିନଠାରୁ ଯେକୌଣସି ବି ଶୁଭ କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ଆପଣମାନେ ଆରମ୍ଭ କରିପାରିବେ। ଏହି ଦିନ ଆପଣ ବିବାହ, ବ୍ରତଘର, ଗୃହ ପ୍ରବେଶ କିମ୍ବା କୌଣସି ବି ନୂତନ କାର୍ଯ୍ୟର ଆରମ୍ଭ କରିପାରିବେ ଏବଂ ଏହି ଦିନ କରିବାକୁ ଯାଉଥିବା ଯେକୌଣସି ଶୁଭ କାର୍ଯ୍ୟ ପାଇଁ ଆପଣଙ୍କୁ ପଞ୍ଚାଙ୍ଗର କୌଣସି ଆବଶ୍ୟକତା ପଡ଼ିନଥାଏ। ଆପଣମାନେ ଜାଣନ୍ତି, ମୟୂର ପଙ୍ଖକୁ ଆମର ଧର୍ମ ଏବଂ ଶାସ୍ତ୍ରରେ ଅତ୍ୟନ୍ତ ପବିତ୍ର ବୋଲି ମାନାଯାଇଛି। ଏହି ମୟୂର ପଙ୍ଖଟି ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି ମୟୂର ପଙ୍ଖଟି ଦେଖିବାକୁ ଯେତେ ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାଏ, ତାର ଶକ୍ତି ମଧ୍ୟ ତାଠାରୁ ଅଧିକ ହୋଇଥାଏ। ତା ମଧ୍ୟରେ ଏପରି ଚମତ୍କାରୀ ଶକ୍ତି ରହିଛି ଯାହା ସମସ୍ତଙ୍କୁ ଜଣା ନାହିଁ। ଏହି ମୟୂର ପୁଚ୍ଛଟିରେ ଦେବୀ ଦେବତା ଏବଂ ନବଗ୍ରହଙ୍କର ବାସ ହୋଇଥାଏ। ଏହି ମୟୂର ପୁଚ୍ଛରେ ଦୁର୍ଭାଗ୍ୟକୁ ଦୂର କରିବାର ଏକ ଅଦ୍ଭୁତ ଶକ୍ତି ରହିଥାଏ। ଏହି ଶ୍ରୀପଞ୍ଚମୀ ଦିନ ମୟୂର ପୁଚ୍ଛର ବିଶେଷତା ଏଥିପାଇଁ ଅଧିକ ରହିଛି କାରଣ ପ୍ରଭୁ ଶ୍ରୀକୃଷ୍ଣ ଏହି ବସନ୍ତ ପଞ୍ଚମୀ ଦିନ ହିଁ ମା ସରସ୍ୱତୀଙ୍କର ପୂଜା ପ୍ରଥମେ ଆରମ୍ଭ କରିଥିଲେ ଏବଂ ସେବେଠାରୁ ହିଁ ଏହି ଶ୍ରୀପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀର ପର୍ବ ମନାଇବାର ଆମେ ସମସ୍ତେ ପାଳନ କରୁଛେ। ସେହି ଦିନଠାରୁ ହିଁ ଏହି ଦିନଟିକୁ ମା ସରସ୍ୱତୀଙ୍କର ପୂଜା ପାଇଁ ଏକ ବିଶେଷ ଦିନ ବୋଲି ମାନାଯାଇଛି। ମା ସରସ୍ୱତୀଙ୍କର ପୂଜାରେ ଏହି ମୟୂର ପୁଚ୍ଛଟିକୁ ଅତ୍ୟନ୍ତ ମହତ୍ତ୍ୱ ପ୍ରଦାନ କରାଯାଇଥାଏ। ତେବେ ଆପଣ ଯଦି ଏହି ଶ୍ରୀପଞ୍ଚମୀ ଦିନ ଏହି ମୟୂର ପୁଚ୍ଛର ଏହି ଉପାୟଟି ପାଳନ କରିନିଅନ୍ତି, ତେବେ ଆପଣଙ୍କର ଘର ଏବଂ ପରିବାରରେ କେବେ ବି ଧନର ଅଭାବ ହେବ ନାହିଁ ଏବଂ ଆପଣଙ୍କ ଘରର ଏବଂ ଘରର ସଦସ୍ୟମାନଙ୍କର ମଧ୍ୟ ଉତ୍ତରୋତ୍ତର ଉନ୍ନତି ହେବ। ଘରର ଏହି ଦିଗରେ ଆପଣ ଏହି ଦିନ ରଖିଦିଅନ୍ତୁ ମୟୂର ପୁଚ୍ଛ। ଆପଣଙ୍କର ଗୃହର ଉନ୍ନତିର ବାଟ ଖୋଲିଯିବ, ଧନ ଆସିବାର ଅନେକ ମାର୍ଗ ମଧ୍ୟ ଖୋଲିଯିବ। ତେବେ ବନ୍ଧୁମାନେ, ଭିଡିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ମା ସରସ୍ୱତୀ ନିଶ୍ଚୟ ଲେଖନ୍ତୁ। ତେବେ ଆସନ୍ତୁ ଜାଣିବା ପ୍ରଥମ ଉପାୟଟି ବିଷୟରେ। ଏଥିପାଇଁ ଆପଣଙ୍କୁ 3ଟି ମୟୂର ପୁଚ୍ଛର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ମଧ୍ୟ ଆପଣଙ୍କୁ ବେଶୀ କିଛି ପରିଶ୍ରମ କରିବାକୁ ପଡ଼ିବ ନାହିଁ। ତେବେ ଏହା ପୂର୍ବରୁ ଆପଣମାନେ ଜାଣି ରଖିବା ଉଚିତ ଯେ ଏହି ମୟୂର ପୁଚ୍ଛଟି ଏକ ଶକ୍ତିଶାଳୀ ଯନ୍ତ୍ର ଅଟେ, ଯାହାକି ତନ୍ତ୍ର ବିଦ୍ୟାରେ ମଧ୍ୟ କାର୍ଯ୍ୟରେ ଆସିଥାଏ। ପ୍ରାଚୀନ କାଳରୁ ହିଁ ଆମର ପୂର୍ବପୁରୁଷମାନେ ଏହାକୁ ବ୍ୟବହାର କରି ଆସୁଛନ୍ତି। ଆମର ଜ୍ୟୋତିଷ ଶାସ୍ତ୍ର ଏବଂ ତନ୍ତ୍ର ବିଦ୍ୟା ସବୁଠାରେ ଏହାର ପ୍ରୟୋଗ ରହିଛି। ଏହି ମୟୂର ପୁଚ୍ଛଟି ଭଗବାନ ଶ୍ରୀକୃଷ୍ଣ, ମା ସରସ୍ୱତୀ, ମା ଲକ୍ଷ୍ମୀ, କାର୍ତ୍ତିକ ଏହି ସମସ୍ତ ଦେବାଦେବୀଙ୍କ ସହିତ ମୟୂର ପୁଚ୍ଛଟି ଜଡ଼ିତ ଅଟେ। ଏହି ମୟୂର ପୁଚ୍ଛଟିକୁ ଯଦି ଆପଣ ବଂଶୀ ସହିତ ରଖନ୍ତି, ତେବେ ଆପଣଙ୍କର ସମ୍ପର୍କରେ ମଧୁରତା ଆସିଥାଏ। ଆପଣଙ୍କ ଗୃହରେ ଯଦି ନକାରାତ୍ମକ ଶକ୍ତି ବଢ଼ିଯାଏ, ତେବେ ସେଥିରେ ମଧ୍ୟ ଆପଣଙ୍କୁ ଏହି ମୟୂର ପୁଚ୍ଛଟି ସାହାଯ୍ୟ କରିପାରିବ। ଘରେ ଯଦି ନକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ, ତେବେ ଘରୁ ଦେବାଦେବୀମାନେ ଚାଲି ଯାଇଥାନ୍ତି। ସେଠାରୁ ସମସ୍ତ ପ୍ରକାରର ସକାରାତ୍ମକ ଶକ୍ତି ଧୀରେ ଧୀରେ ନାଶ ହୋଇଯାଇଥାଏ, ଯାହାଫଳରେ ଗୃହରେ ଅନେକ ଅମଙ୍ଗଳ ଘଟିଥାଏ। ତେଣୁ ଏହି ଗୃହରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଆପଣମାନେ ମୟୂର ପୁଚ୍ଛର ଏହି ଉପାୟଟିକୁ ନିଶ୍ଚୟ ଭାବରେ ପାଳନ କରିବା ଉଚିତ।
ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ସନ୍ଧ୍ୟା ଦେବା ସମୟରେ ଯେତେବେଳେ ଆପଣ ସନ୍ଧ୍ୟା ଦେଇ ସାରୁଛନ୍ତି ଗୋଟିଏ ମୟୂର ପୁଚ୍ଛ ନେଇ ଘର ସାରା ଜୋରେ ଜୋରେ ହଲାଇବାକୁ ଲାଗନ୍ତୁ, ଯାହାଦ୍ୱାରା ଆପଣଙ୍କ ଗୃହରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ଘରୁ ବାହାରିଯିବ। ଏହି ଉପାୟଟି ଅତ୍ୟନ୍ତ ସହଜ, ମାତ୍ର ଏହା ଅତ୍ୟନ୍ତ ଲାଭପ୍ରଦ ଅଟେ। ଆପଣ ଯଦି ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ଉପାୟଟିକୁ ପାଳନ କରନ୍ତି, ଆପଣଙ୍କ ଗୃହରୁ ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଚାଲି ଯାଇଥାଏ ଏବଂ ଗୃହରେ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ଯେଉଁ ଗୃହରେ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ଭରି ରହିଥାଏ, ସେହି ଗୃହରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏବଂ ଯେଉଁ ଗୃହରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ସେହି ଗୃହରେ କେବେ ବି ଧନର ଅଭାବ ହୋଇନଥାଏ କିମ୍ବା ସୁଖ ଶାନ୍ତିର ମଧ୍ୟ ଅଭାବ ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଘରର ସେହି 3ଟି କୋଣ ବିଷୟରେ, ଯେଉଁ 3ଟି କୋଣରେ ଆପଣ ମୟୂର ପୁଚ୍ଛ ରଖିବା ଦ୍ୱାରା ଆପଣଙ୍କ ଗୃହରେ ସର୍ବଦା ସକାରାତ୍ମକ ଶକ୍ତିର ବୃଦ୍ଧି ହେବ ଏବଂ ସର୍ବଦା ପାଇଁ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ମଧ୍ୟ ବାସ ହେବ। ଏବଂ ଗୋଟିଏ ଶୁଭ ଦିନରେ ଆପଣ ଏହି ମୟୂର ପୁଚ୍ଛକୁ ଘରର ଏପରି ଏକ ସ୍ଥାନରେ ରଖନ୍ତୁ, ଯେଉଁ ସ୍ଥାନରେ ସମସ୍ତଙ୍କର ନଜର ପଡ଼ିବ, କାରଣ ଏହି ମୟୂର ପୁଚ୍ଛଟି ସମସ୍ତ ନକାରାତ୍ମକ ଶକ୍ତିକୁ ନିଜ ଭିତରକୁ ଟାଣି ନେଇଥାଏ। ଏହି ମୟୂର ପୁଚ୍ଛର ଅନେକ ଗୁଡ଼ିଏ ଉପଯୋଗିତା ରହିଛି। ଯଦି କୌଣସି ବିଦ୍ୟାର୍ଥୀ ଅଭିମନ୍ତ୍ରିତ ମୟୂର ପୁଚ୍ଛକୁ ନେଇ ନିଜର ପୁସ୍ତକ ଭିତରେ ରଖନ୍ତି, ତେବେ ଏହା ସେମାନଙ୍କ ପାଇଁ ରାମବାଣ ସଦୃଶ କାର୍ଯ୍ୟ କରିଥାଏ। ଯଦି ଆପଣ ନିଜ ଘରର ପ୍ରତ୍ୟେକ ରୁମ୍ରେ ଗୋଟିଏ ଗୋଟିଏ ମୟୂର ପୁଚ୍ଛ ରଖନ୍ତି, ତେବେ ଆପଣଙ୍କ ଘରର ବାସ୍ତୁ ଦୋଷ କଟି ଯାଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ କେତୁ କିମ୍ବା କାଳ ସର୍ପର ଯୋଗ ରହିଛି, ତେବେ ଆପଣ ନିଜ ପାଖରେ ସର୍ବଦା ଗୋଟିଏ ମୟୂର ପଙ୍ଖକୁ ରଖନ୍ତୁ। ଏହା ରଖିବା ଦ୍ୱାରା ଆପଣଙ୍କର ଏକ ବହୁତ ବଡ଼ ଲାଭ ହୋଇଥାଏ। ଛୋଟ ଛୁଆଙ୍କ ପାଇଁ ଏକ ବିଶେଷ ଉପାୟ ହେଉଛି, ଯଦି ଆପଣଙ୍କର ଛୁଆ ବହୁତ ଅଧିକ ଜିଦ୍ଦି କରୁଛି, ତେବେ ଆପଣ ଗୋଟିଏ ମୟୂର ପୁଚ୍ଛ ନେଇ ତା ଆଗରେ ଜୋର ଜୋରରେ ହଲାଇ ସେହି ପବନକୁ ତା ଦେହରେ ବଜାଇବା ଦ୍ୱାରା ପିଲାର ଜିଦ୍ଦି ଧୀରେ ଧୀରେ କମ୍ ହୋଇଯାଇଥାଏ। ନଚେତ୍ ଆପଣ ଏହା ବି କରିପାରିବେ ଯେ ଆପଣଙ୍କ ଘରେ ଲାଗିଥିବା ଫ୍ୟାନ୍ରେ ମଧ୍ୟ ଆପଣ ମୟୂର ପୁଚ୍ଛ ଲଗାଇ ଦେଇପାରିବେ, ଯାହାଫଳରେ ସେହି ପବନ ମଧ୍ୟ ଆପଣଙ୍କ ପିଲା ଦେହରେ ବାଜିବା ଦ୍ୱାରା ତାର ଜିଦ୍ଦିପଣ ଧୀରେ ଧୀରେ କମ୍ ହୋଇଯାଇଥାଏ। ଯଦି ଆପଣଙ୍କ ଗୃହରେ ନବଜାତ ଶିଶୁ ରହିଛି, ତେବେ ତାଠାରୁ ନଜର ଦୋଷ କାଟିବା ପାଇଁ ତାର ଶୋଇବା ସେଜ ପାଖରେ ଆପଣ ଗୋଟିଏ ମୟୂର ପୁଚ୍ଛ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ପିଲା ଉପରେ କୌଣସି ବି କୁନଜରର ପ୍ରଭାବ ପଡ଼ିବ ନାହିଁ କିମ୍ବା ତାକୁ କୌଣସି ନଜର ଦୋଷ ମଧ୍ୟ ଲାଗିବ ନାହିଁ। ଯଦି ଆପଣଙ୍କ ଗୃହରେ ରୋଜଗାର କମ୍ ହେଉଛି, ରୋଜଗାର ହେଲେ ମଧ୍ୟ ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି ଏବଂ ଆପଣ ସେହି ଧନକୁ ସଞ୍ଚୟ କରିବାକୁ ସମର୍ଥ ହୋଇପାରୁନାହାନ୍ତି, ତେବେ ଏହି ସବୁ ସମସ୍ୟାରୁ ସମାଧାନ କରିବା ପାଇଁ ଆପଣ ନିଜ ଗୃହର ଦକ୍ଷିଣ ପୂର୍ବ କୋଣରେ ମୟୂର ପଙ୍ଖ ରଖିବା ଦ୍ୱାରା ଆପଣଙ୍କର ଏହି ସବୁ ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ଏପରି ମାନାଯାଇଥାଏ ଯେ ଯେଉଁ ଘରେ ମୟୂର ପୁଚ୍ଛ ରହିଥାଏ, ସେହି ଘରକୁ ସାପ ପ୍ରବେଶ କରିପାରିନଥାଏ। ତେବେ ଆପଣଙ୍କ ଘର ପାଖରେ ଯଦି ସାପମାନଙ୍କର ଡେରା ରହିଥାଏ ଏବଂ ଆପଣଙ୍କ ଘରକୁ ସାପ ପଶିବାର ଭୟ ରହିଥାଏ, ତେବେ ଆପଣ ନିଜ ଘରର ସାମ୍ନାରେ ମୟୂର ପୁଚ୍ଛ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ଆପଣଙ୍କ ଗୃହକୁ ସାପ ପ୍ରବେଶ କରିପାରିନଥାଏ। ଯଦି ଆପଣ ନିଜର ଧନ ରଖୁଥିବା ସ୍ଥାନରେ ଗୋଟିଏ ମୟୂର ପୁଚ୍ଛ ରଖନ୍ତି, ତେବେ ଆପଣଙ୍କର ଧନ ବୃଦ୍ଧି ହେବା ସହିତ ବଦଖର୍ଚ୍ଚ ମଧ୍ୟ ଧୀରେ ଧୀରେ କମ୍ ହୋଇଯାଇଥାଏ, ଯାହାଫଳରେ ଆପଣଙ୍କର ସଞ୍ଚିତ ଅର୍ଥ ବୃଦ୍ଧି ହୋଇଥାଏ। ଦ୍ୱିତୀୟରେ, ଆପଣ ନିଜର ଠାକୁର ଘରେ ଏକ ମୟୂର ପୁଚ୍ଛ ରଖନ୍ତୁ ଏବଂ ଠାକୁରକୁ ପୂଜା କଲା ଭଳି ଆପଣ ଏହି ମୟୂର ପୁଚ୍ଛକୁ ମଧ୍ୟ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଭାଗ୍ୟୋଦୟ ହୋଇଥାଏ ଏବଂ ଆପଣଙ୍କର ଭାଗ୍ୟରେ ସୁଧାର ଆସିଥାଏ ଏବଂ ଗୃହକୁ ଧନ ଆଗମନର ନୂତନ ରାସ୍ତା ମଧ୍ୟ ଆପଣଙ୍କ ପାଇଁ ଖୋଲିଯିବ। ତୃତୀୟରେ, ଆପଣ ନିଜର ଖଟ ତଳେ ଏକ ମୟୂର ପୁଚ୍ଛ ରଖନ୍ତୁ, ଯାହାଦ୍ୱାରା ଆପଣ ଯେତେବେଳେ ଶୋଉଛନ୍ତି ସେତେବେଳେ ଆପଣଙ୍କ ମଧ୍ୟକୁ କୌଣସି ନକାରାତ୍ମକ ଚିନ୍ତାଧାରା କିମ୍ବା ନକାରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିବ ନାହିଁ ଏବଂ ଆପଣଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରାର ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ଏହା ବ୍ୟତୀତ ଆପଣ ନିଜର ମୁଖ୍ୟ ଦ୍ୱାର ସମ୍ମୁଖରେ ଗଣେଶଙ୍କର ଫଟୋ, ଯାହାକି ଗଣେଶଙ୍କର ମୁହଁ ଯେପରି ଆପଣଙ୍କ ଘର ଭିତର ଆଡ଼କୁ ରହୁଥିବ ଏବଂ ପିଠି ପାଖଟି ବାହାର ଆଡ଼କୁ ରହୁଥିବ, ସେହିପରି ଭାବରେ ଲଗାଇ
ସେଠାରେ 3ଟି ମୟୂର ପୁଚ୍ଛ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଘରର ସମସ୍ତ ବାସ୍ତୁ ଦୋଷ ଗୁଡ଼ିକର ନାଶ ହୋଇଥାଏ ଏବଂ ଆପଣଙ୍କ ଘର ଉପରେ କୌଣସି କୁନଜର ମଧ୍ୟ ପଡ଼ିନଥାଏ। ତେବେ ବନ୍ଧୁମାନେ, ଏହା ଥିଲା ମୟୂର ପୁଚ୍ଛକୁ ନେଇ କିଛି ବିଶେଷ ଉପାୟ ବିଷୟରେ। ତେବେ ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ମା ସରସ୍ୱତୀ ନିଶ୍ଚୟ ଲେଖିବେ ଏବଂ ଆପଣମାନେ ସମସ୍ତେ ଚେଷ୍ଟା କରିବେ ସରସ୍ୱତୀ ପୂଜା ଦିନ ଏହି ଉପାୟଟିକୁ ନିଶ୍ଚୟ ଭାବରେ ପାଳନ କରିବା ପାଇଁ।